ମୋ ନାଁ ପ୍ରମୋଦ ସିଂ। କପ୍ତିପଦା 4 ନମ୍ବର ଜୁନ୍ ଜିଲ୍ଲା ପରିଷଦ ଥିଲି ବିଜେପିର ଏବଂ ଏସ୍ଟି ମୋର୍ଚ୍ଚାର ସଭାପତି ମଧ୍ୟ ଅଛି। ଆଜି ମୁଁ ଭାରତୀୟ ଜନତା ପାର୍ଟିର ଇସ୍ତଫା ଦେବାର କାରଣ ହେଉଛି ଯେହେତୁ ଏଠି ଗୋଷ୍ଠୀ କନ୍ଦଳ ଚାଲିଛି, ତେଣୁ ମୋର ଏଠି କାର୍ଯ୍ୟକର୍ତ୍ତା ଯେଉଁ ଅଛନ୍ତି ଭାରତୀୟ ଜନତା ପାର୍ଟିରୁ ମଣ୍ଡଳର ସଭାପତି ଯେଉଁ ଅଛନ୍ତି, ଏସ୍ଟି ମୋର୍ଚ୍ଚାର ସହସଭାପତି ଅଛନ୍ତି, ବୁଥର ସଭାପତି, ପଞ୍ଚାୟତର ସଭାପତି ମଧ୍ୟ ଅଛି କପ୍ତିପଦା ଗ୍ରାମ ପଞ୍ଚାୟତର। ତେଣୁ ଯେହେତୁ ଏଠି ଗୋଷ୍ଠୀ କନ୍ଦଳ ଚାଲିଛି, ସେଇଥିପାଇଁ ଆମେ ଏଠି ଫେରାଦ ଦେଲୁ। ଯେହେତୁ ଆମେ ରାଜନୀତି କରୁଛେ ଏବଂ ସେବକ ହିସାବରେ ଆମେ ସାଧାରଣତଃ ଲୋକମାନଙ୍କୁ ସେବା କରୁଛେ, ନିଶ୍ଚିତ ଭାବରେ ଆଗାମୀ ଦିନର ସେ ରାଜନୀତି ଏବଂ ସେବା ହିଁ କରିବୁ ଲୋକମାନଙ୍କର। ବର୍ତ୍ତମାନ ତ କିଛି ଚିନ୍ତାଧାରା କରିନାହିଁ, କିନ୍ତୁ ନିଶ୍ଚିତ ଭାବରେ ଯେକୌଣସି ଗୋଟେ ଦଳର ସାମିଲ ହେଇକି ସେବା ହିଁ କରିବା। ନା କଣଠେସା ତ କରିନାହାନ୍ତି, କିନ୍ତୁ ଗୋଷ୍ଠୀ କନ୍ଦଳ ରହିଛି ନିଜ ନିଜ ଭିତରେ। କ'ଣ ତାଙ୍କର ଗୋଟେ ଭାଗବଣ୍ଟା କିଛି ଛିଡ଼ି ନାହିଁ, ତେଣୁ ଗୋଷ୍ଠୀ କନ୍ଦଳ ଭିତରେ ରହୁଛି। ତେଣୁ ଯେହେତୁ ବିଶୃଙ୍ଖଳା ମୋତେ ନିଜକୁ ମନେ ପଡ଼ିଲା, ତେଣୁ ସେଥିପାଇଁ ଆମେ ବହୁତ କର୍ମୀ ଏଠି ଅଛନ୍ତି, କାର୍ଯ୍ୟକର୍ତ୍ତା ଛାଡ଼ୁଛନ୍ତି।